ପାହାଡ଼ ଭଳି ଶକ୍ତ, ଆକାଶ ଭଳି ବିଶାଳ ହୃଦୟ, ଧରିତ୍ରୀ ଭଳି ଧୈର୍ଯ୍ୟଶୀଳ, ଜଟିଳତା ତଥା କୁଟିଳତା ଠାରୁ ଅନେକ ଦୂରରେ ଖୋଲା ବହିଟିଏ ସିଏ। ହୃଦୟରୁ ବାହାରି ଆସୁଥିବା ଅଭିବ୍ୟକ୍ତି ଶବ୍ଦର ଯାଦୁକରୀ ସ୍ପର୍ଶରେ ଅବଚେତନ ଚେତନାକୁ ଫେରିଆସେ। ଶ୍ରୀହରଣ ସୃଷ୍ଟି ହୁଏ ପ୍ରାଣରେ ଦୁର୍ଦ୍ଧର୍ଷ ସୈନିକ ପରି ଲମ୍ଫ ପ୍ରଦାନ କରେ ଯୁଦ୍ଧ କ୍ଷେତ୍ରରେ। ଶାନ୍ତିର ସୈନିକଟେ ପରି ଗଢ଼ି ଚାଲେ ବିଶାଳ ସାମ୍ରାଜ୍ୟ। ଅନେକଙ୍କ ହୃଦୟ ସିଂହାସନରେ ହୁଏ ବିରାଜିତ। ସେ ଆଉ କେହି ନୁହେଁ, ସେ ହିଁ ବିଜୟାନନ୍ଦ। ଆଦରରେ ସମସ୍ତେ ଡାକନ୍ତି ବିଜୁ। ପିଲାଟି ଦିନରୁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବିଜୁ ପଟ୍ଟନାୟକ ବଡ଼ ହେବା ପରେ ବିଶ୍ୱବାସୀଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ସବୁକିଛି ପରିତ୍ୟାଗ କରି ଉତ୍କଳ ଜନନୀର ଜନ୍ମ ମାଟି ଓ ଓଡ଼ିଶାକୁ ଫେରିଥିଲେ। ସେ କେବେ ବି ଦଳ ପାଇଁ ନୁହେଁ କିମ୍ବା ପଦପଦବୀ ପାଇଁ ନୁହେଁ, ନିଜ ମାଟି ମା ମଣିଷ ପାଇଁ କାମ କରିଥିଲେ। କେନ୍ଦ୍ରୀୟ ନେତୃତ୍ୱକୁ ପରିତ୍ୟାଗ କରି ଏକ ନୂତନ ଓଡ଼ିଶା ଗଠନ କରିବାର ସ୍ୱପ୍ନ ଦେଖିଥିଲେ ସେ। ଏବେ ତାଙ୍କରି ନାଁରେ ନାମିତ ଆଞ୍ଚଳିକ ଦଳ ଭାବେ ଓଡ଼ିଶା ରାଜ୍ୟ ତଥା କେନ୍ଦ୍ରରେ ସ୍ୱତନ୍ତ୍ର ସ୍ଥାନ କରିଥିବା ବିଜୁ ଜନତା ଦଳ ନିରବିଚ୍ଛିନ୍ନ ଭାବେ 25 ବର୍ଷ କାଳ ଶାସନ କରିଆସୁଛି। ପର୍ଯ୍ୟାୟକ୍ରମେ ବିଜୁବାବୁଙ୍କ ସ୍ୱପ୍ନର ଓଡ଼ିଶାକୁ ସତରେ ପରିଣତ କରିବା ପାଇଁ ଏବଂ 2035 ସୁଦ୍ଧା ତାଙ୍କୁ ପୂର୍ଣ୍ଣାଙ୍ଗ ରୂପରେଖ ଦେବା ପାଇଁ ବିଜୁବାବୁଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଚାଲୁ ରହିଛି। ସ୍ୱାଧୀନତାର ଶତବାର୍ଷିକୀ ପାଳନକୁ ଲକ୍ଷ୍ୟ କରି ପ୍ରସ୍ତୁତ ହୋଇଥିବା ଯୋଜନାଗୁଡ଼ିକୁ 2047 ପୂର୍ବରୁ 2035 ସୁଦ୍ଧା ଶେଷ କରିବା ପାଇଁ ଆରମ୍ଭ ହୋଇଥିବା ଉଦ୍ୟମ ସଫଳ ହେଲେ ଓଡ଼ିଶାବାସୀ 12 ବର୍ଷ ପୂର୍ବରୁ ସ୍ୱପ୍ନର ଓଡ଼ିଶା, ଆମ ଓଡ଼ିଶା, ନବୀନ ଓଡ଼ିଶା, ନୂଆ ଓଡ଼ିଶାକୁ ଦେଖିପାରିବେ। ନୟାଗଡ଼ ଜିଲ୍ଲା ଓଡ଼ଗାଁ କଦମ୍ବ ବଜାରଠାରେ ବିଜୁ ଜନତା ଦଳ ପକ୍ଷରୁ 108ତମ ବିଜୁ ଜୟନ୍ତୀ ପାଳନ ଅବସରରେ ଏଭଳି କିଛି ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ। ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ନୟାଗଡ଼ ବିଧାୟକଙ୍କ କାର୍ଯ୍ୟଶୈଳୀରେ ସନ୍ତୋଷ ବ୍ୟକ୍ତ କରି ଗିରିଡିପଲ୍ଲୀ ପଞ୍ଚାୟତ ଧୋଜଲା ଗ୍ରାମର 10 ପରିବାର ବିଜେପି ଛାଡ଼ି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ସମସ୍ତଙ୍କୁ ବିଧାୟକ ଉତ୍ତର ଦେଇ ସ୍ୱାଗତ କରିବା ସହ ଦଳ ମଜବୁତ ହେବ ବୋଲି କହିଥିଲେ। ନୟାଗଡ଼ରୁ ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ, ଜ୍ୟୋତିପ୍ରଭା ନ୍ୟୁଜ୍।